ଅଛି। ମୁଁ ଗଙ୍ଗାଧର ସାହୁ, ଆମ ଏଇଟା ଆମ ଗ୍ରାମ ଭୁବନ, ଆମେ ଏଇଠି ମେମ୍ବର ଅଛୁ ଆମ କମିଟିର। ରଜ ଆମର ଗ୍ରାମର ରଜ ଦୋଳ ସବୁ ଅନୁଷ୍ଠାନରେ ଆମେ ବୁଝାବୁଝି ସବୁ କରାଉଛୁ। ଭାଇ ଯଦି ଦେଖିବା ଆଜି ଅନେକ ଲୋକ ଆସୁଛନ୍ତି ଯେଉଁମାନଙ୍କର ମାନସିକ ପୂରଣ ହେଉଛି, ସତରେ ମାଆଙ୍କ ପାଖରେ କ'ଣ ମାନସିକ? ଆମେ ଯେବେଠୁ ଆମର ଜନ୍ମ ହେଇଛି ଆମେ ଶୁଣି ଆସୁଛୁ ମାଆଙ୍କ ମହିମା। ମାଆଙ୍କ ମହିମା ଏତେ ଯେ ମାନେ ଏ ବର୍ଷ ଯେତିକି 9 ଦିନର ପ୍ରୋଗ୍ରାମ ରହିଛି, ପ୍ରତ୍ୟେକ ଦିନ 4-4ଟି ଥାକ ରହୁଛି। ତାପରେ ବି ଲୋକଙ୍କର ମାନସିକ ବାକି ରହୁଛି, ସେ ପୁଣି ନେକ୍ସଟ ଆର ବର୍ଷକୁ ରହିଯାଉଛି। ତ ମାଆଙ୍କ ମହିମା ନହେଲେ ଏସବୁ ଜିନିଷ ହେଇପାରିବନି। ମାଆଙ୍କ ଆଶୀର୍ବାଦ ଆମ ଉପରେ, ଆମର ଏରିଆର ସବୁ ଲୋକ, ଯେତେ ଲୋକ, ମାଆଙ୍କ ଆଶୀର୍ବାଦ ରହୁ ସବୁବେଳେ। ଏମିତି ଅନୁଷ୍ଠାନ ଆଗକୁ ଚାଲିବ, ଏମିତି ଚାଲୁଅଛି ମଧ୍ୟ। ନିଶ୍ଚିନ୍ତ ମୁଁ ନିଜେ ସେଥିରେ ମାଆଙ୍କର ଆଶୀର୍ବାଦ ଲାଭ କରିଛି। ମୋର ଯେତେବେଳେ କୁହନ୍ତୁନି, ଯେତେବେଳେ କୌଣସି ବୁଦ୍ଧି ବିଦ୍ୟା କିଛି ନ ଦେଖାଯାଏ, ଆମେ ମାଆଙ୍କୁ ସ୍ମରଣ କରି ସବୁ କାମ କରିଛୁ, ଆଉ ଆମ କାମ ହେଇଛି ମଧ୍ୟ। କୌଣସି କାମରେ ଆମକୁ ମାଆ ଅସଫଳ କରିନାହାନ୍ତି କି କୌଣସି କାମରେ ଆମକୁ ନିରାଶ ବି କରିନାହାନ୍ତି। ପର୍ସନାଲ ଜିନିଷ ଲାଇଫରେ ବହୁତ ଉପରତଳ ହେଇଛି ମୋ ଲାଇଫରେ, ବିଜନେସ୍ ସେକ୍ଟର ହଉ, ସବୁଥିରେ ମୋ ପର୍ସନାଲ ରିଲେସନ୍ ବି ସବୁ କ୍ଷେତ୍ରରେ ମାଆଙ୍କ ସ୍ମରଣ କରିଛି। ଆଖି ବୁଝି ମାଆଙ୍କ ଇଏରେ ଛାଡ଼ି ଦେଇଛି, ଆଉ ମୋ ସେ ଜିନିଷ ପୁରା ବି ହେଇଛି। ସେଥିପାଇଁ ଏ ଜିନିଷରେ ଆମେ ମୋ ନିଜର ବିଜନେସ୍ ଅଛି, କିନ୍ତୁ ବିଜନେସ୍ରୁ ଟାଇମ୍ ବାହାର କରି ମାଆଙ୍କ ଏଇ କାମରେ ଲାଗିବା ପାଇଁ ଆମେ ବହୁତ ଇଚ୍ଛୁକ, ଆଉ ଖୁସି ମଧ୍ୟ ଲାଗେ। ଆମେ ଭକ୍ତ ସେମିତି ଦେଖିବାକୁ ଗଲେ ଦିନ 5-6 ହଜାରରୁ ଅଧିକ ଲୋକ ପର ଡେ ଆମର ଏଠି ଆସୁଛନ୍ତି, ଯିବା ଆସିବା ରହୁଛି। ଆଉ ମାଆଙ୍କ ଏଇଟା ମାଆଙ୍କର ଆଗରୁ ବଳି ପ୍ରଥା ତ ଥିଲା, ଏବେ ଯେହେତୁ ସେଟା ବନ୍ଦ ହେଇଯାଇଛି। କୁମାର ସାହୁ। ଦେଖିବା ଆଜି ଅନେକ ଭକ୍ତମାନଙ୍କର ଆଗମନ ହେଇଛି ଏବଂ ଅନେକ ଲୋକ ଏଠି ଘୋଡ଼ା ନାଚ କରୁଛନ୍ତି, କାହିଁକି ନା ତାଙ୍କର ମାନସିକ ପୂରଣ ହେଉଛି। ସେଇ ଏରିଆରେ ପରିକ୍ରମରେ ଆପଣଙ୍କର ମଧ୍ୟ ବି ଘୋଡ଼ା ନାଚ କରୁଛନ୍ତି, ସତରେ କ'ଣ ମାନସିକ ଏଠାରେ ପୂରଣ ହେଉଛି? ହଁ, ଆମର ସେ ଭଣଜାର ପୁଅ ନାତି ହେବ, ତାର ହେଉଛି ମାନସିକ କରାହେଇଥିଲା। ତା ମାନସିକ ପୂରଣ ହେବାରୁ ଘୋଡ଼ା ନାଚ କରାଯାଉଛି। ଏହା ହେଉଛି ଆଦ୍ୟନ୍ତ କାଳରୁ ବି ମାନେ ମାନସିକ ଯାତ୍ରା ବି ହେଉଛି। କିମ୍ବଦନ୍ତୀ କହେ 100 ବର୍ଷର ଏ ପରମ୍ପରା, 100 ବର୍ଷ 100 ବର୍ଷ। ସତରେ କ'ଣ ମା ଆପଣ ପାଣିରୁ ଉଦ୍ଧାର ହୋଇଥିଲେ ଏବଂ ସେତେଦିନ ପାଖରୁ ମାଙ୍କ ପାଖରେ ମାଛ ଯାଉଛି ନା ଆଉ କ'ଣ ତାର ନୀତିରୀତି ରହିଛି? ନାଇଁ, ମାଆଙ୍କ ପାଖରେ ତ ହେଉଛି ପୋଡ଼ା ବଳି ଦିଆଯାଏ ମାଛ, ଆଉ ମାଆଙ୍କର ତ ମନ୍ଦାର ମାଳ ହେଉଛି ଲାଗେ, ଫୁଲମାଳ। ଆଉ ମାଆ ବି ନଦୀରୁ ଉଦ୍ଧାର ହେଇଥିଲେ। ଆଉ ଆପଣ ଏଇ ମାନସିକ ଯାତ୍ରା ଦେବା ପାଇଁ କେତେ ଦିନ ଆପଣଙ୍କୁ ଅପେକ୍ଷା କରିବାକୁ ପଡ଼ିଲା? ନାଇଁ, ଆମର 1-2 ମାସ ଭିତରେ ମାନସିକ ପୂରଣ ହୋଇଥିବାରୁ ଆମେ ହେଉଛି ଏକରାତ୍ର ଘୋଡ଼ା ନାଚ କରିଛୁ। ମାନେ କ'ଣ ମାନସିକ ଥିଲା? ତାର ଦେହ ଟିକେ ଖରାପ ଥିଲା, ଆଉ ଏବେ ଠିକ୍ ଠାକ୍ ଅଛି। ମାଆର କୃପା ଅଛି? ମାଆଙ୍କର ବହୁତ କୃପା ଅଛି। କେତେ ଭକ୍ତ ଆସନ୍ତି? ବହୁତ ଲୋକ, ତଥାପି ମିନିମମ୍ 8-10 ହଜାର ଲୋକ ଆସନ୍ତି। ଆଉ ପର ଡେ 8-10 ହଜାର ଲୋକ ଆସନ୍ତି। ସରକାରଙ୍କର ଆଖି ଦୃଷ୍ଟି ଆକର୍ଷଣ କରିବା ପାଇଁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇଛି କି? ନାଇଁ, ସେମିତି କିଛି ହେଇନି। ଗ୍ରାମର କିଛି ଲୋକଙ୍କ ସହାୟତାରେ, ଗ୍ରାମବାସୀଙ୍କ ସହାୟତାରେ ହେଉଛି କରାଯାଉଛି। ଆଉ କିନ୍ତୁ ସରକାରଙ୍କର କୌଣସି ଅନୁଦାନ ନାହିଁ। ଆଉ କାହିଁକି ଏପର୍ଯ୍ୟନ୍ତ ଯେତେବେଳେ ଏତେ ଲୋକ ଆସୁଛନ୍ତି, ଏତେ ପର୍ଯ୍ୟଟନ ଆସୁଛନ୍ତି, ସରକାର ନିହାତି ଭାବେ ଧ୍ୟାନ ଦେବା ଦରକାର, କିନ୍ତୁ ଏପର୍ଯ୍ୟନ୍ତ ସରକାର କାହିଁକି ଧ୍ୟାନ ଦେଇନାହାନ୍ତି? ହୁଏତ ଆମର ମାନେ ଭୁବନେଶ୍ୱର ପାଖ ହେଲେ ମଧ୍ୟ, ନିକଟବର୍ତ୍ତୀ ହେଲେ ମଧ୍ୟ